ଗତକାଲି ଦିନ ଅପରାହ୍ନ 3ଟା ସମୟରେ ଏସ୍ପି ସାର୍ଙ୍କ ଇନଫର୍ମେସନ୍ ଉପରେ ଏସ୍ପି ସାର୍ଙ୍କ ନିର୍ଦ୍ଦେଶରେ ମାମୁଦିଅ ଗାଁରେ ଗୋଟେ ରେଡ୍ କରାଯାଇଥିଲା ଏବଂ ସେହି ରେଡ୍ ସମୟରେ ଜଣାପଡ଼ିଥିଲା ମାମୁଦିଅ ଗାଁର ଲକ୍ଷ୍ମଣ ନାୟକ ଲକ୍ଷ୍ମଣ କୁମାର ପାଣି ମାମୁଦିଅ ଗାଁର ଲକ୍ଷ୍ମଣ କୁମାର ପାଣି ବିଭିନ୍ନ ଲୋକଙ୍କଠାରୁ ଠକେଇ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଭ୍ୟାଲୁଏବଲ୍ ଜିନିଷ ତଥା ମୋବାଇଲ ମୋଟରସାଇକେଲ ଜମିର ପଟା ରଖି ତାଙ୍କୁ ଉଚ୍ଚ ସୁଧରେ ଟଙ୍କା ଋଣ ଦେଉଥିଲେ ଏବଂ ପରବର୍ତ୍ତୀ ସମୟରେ ସେହି ଜିନିଷଗୁଡ଼ିକୁ ନିଜର ବ୍ୟବହାର କରିବା ସଙ୍ଗେ ସଙ୍ଗେ ଅନ୍ୟ ଲୋକଙ୍କୁ ବ୍ୟବହାର କରିବାକୁ ସୁଯୋଗ ଦେଉଥିଲେ ଏବଂ ତାଙ୍କର ଉଦ୍ଦେଶ୍ୟ ଥିଲା ମୁଖ୍ୟ ଉଦ୍ଦେଶ୍ୟ ତାଙ୍କର ରହିଥିଲା ଯେ ଏହି ଜିନିଷଗୁଡ଼ିକ ସେମାନଙ୍କ ଠାରୁ କେମିତି ହଡ଼ପ କରିଦେଇଥାନ୍ତି। ଯେତେବେଳେ ଆମେ ରେଡ୍ କଲୁ ତାଙ୍କ ପାଖରୁ ପ୍ରାୟ 17ଟା ମୋଟରସାଇକେଲ 18ଟା ମୋବାଇଲ ଫୋନ୍ ଟଙ୍କା 21,000 ଟଙ୍କା ଏବଂ ଡ୍ରାଇଭିଂ ଲାଇସେନ୍ସ 25ଟା ATM କାର୍ଡ଼ 10ଟା ଗୋଟେ ଡାଏରୀ ଯେଉଁଥିରେ କି ସେ ଯେତେ ଲୋକଙ୍କୁ ସୁଧ ଦେଉଛନ୍ତି ତାଙ୍କର ନାଁ ବି ଲେଖା ହେଇଥିଲା ଏବଂ ଆଗକୁ ପ୍ରାୟ 5 ବର୍ଷ ହେବ ସିଏ ଏଇ ଟାଇପ୍ର କରିଆସୁଥିଲେ। ପରବର୍ତ୍ତୀ ସମୟରେ ଗୋବିନ୍ଦ ନାୟକଙ୍କ ରିପୋର୍ଟ ଅନୁସାରେ ସେ ମାମୁଦିଅର ଆମ ଆସ୍କା ଥାନାରେ 339 ନମ୍ବର କେସ୍ ପଞ୍ଜୀକୃତ ହେଲା ଏବଂ ଅଭିଯୁକ୍ତ ଲକ୍ଷ୍ମଣ କୁମାର ପାଣିକୁ ଆରେଷ୍ଟ କରାଯାଇଛି ଏବଂ ଆଜି ତାଙ୍କୁ ଫରୱାର୍ଡ କରାଯାଇଛି। ଜମି ଜମା ବି ବନ୍ଧକ ରଖିଛନ୍ତି ଏବଂ ତାଙ୍କର ଉଦ୍ଦେଶ୍ୟ ରହୁଥିଲା କେମିତି ଲୋକଙ୍କୁ ଠକି ତାଙ୍କର ସେଇ ଜିନିଷ ଗୁଡ଼ାକ ହଡ଼ପ କରିବା ଏବଂ ଯାହା ସେ ଜିନିଷ ରଖୁଥିଲେ ସେଟା ତାଙ୍କର ନିଜ କାର୍ଯ୍ୟରେ ବ୍ୟବହାର କରୁଥିଲେ ଏବଂ ଅଲଗା ଲୋକଙ୍କୁ ବ୍ୟବହାର କରିବା ପାଇଁ ଦେଉଥିଲେ। ନାଇଁ ଏଇ ପାଖାପାଖି ଆସ୍କା ଅଞ୍ଚଳର ଏଇ ପାଖାପାଖି ଅଞ୍ଚଳର ଲୋକମାନେ ତାଙ୍କ ପାଖକୁ ଆସୁଥିଲେ ଏବଂ ସେ ତାଙ୍କୁ ପ୍ରଲୋଭିତ କରିବା ପାଇଁ ଡାକୁଥିଲେ ଏବଂ ପ୍ରଲୋଭିତ କରି ତାଙ୍କୁ କାହାକୁ 3%, କାହାକୁ 4%, କାହାକୁ 5% ଏଇ ଟାଇପ୍ର ସୁଧ ଦେଇ ଆଉ ଲୋକ ଯେତେବେଳେ ପଇସା ସୁଝୁଥିଲେ ବି ତାଙ୍କର ଗାଡ଼ି ଫେରାଉନଥିଲେ ଏବଂ ତାଙ୍କୁ ହଇରାଣ ହରକତ କରୁଥିଲେ। ତାଙ୍କର କିଛି ଲାଇସେନ୍ସ ପାଇଁ କିଛି ଅଥରିଟି ନଥିଲା। ସାର୍ ଏଇ ଗାଡ଼ି ଯାକ କିଛି ଅନ୍ୟ ଜିନିଷ ବ୍ୟବହାର କରିବା ଚୋରି ଜିନିଷ ବ୍ୟବହାର କରିବା ସାମାନ ଫୁଟୁଥିଲା ଏଇ ଗାଡ଼ି ଯାକ। ବର୍ତ୍ତମାନ କେସ୍ ପଞ୍ଜୀକୃତ ହେଇଛି ଏବଂ ତାର ତଦନ୍ତ ଚାଲିଛି। ତଦନ୍ତ କରି ଯାହା ଜଣାପଡ଼ିବ ଆପଣଙ୍କୁ ଜଣାଇବି। ବ୍ୟକ୍ତିଗତ ଗାଡ଼ି ଅଛି ନା ଆଉ କିଛି ପଥର ବା ବାଲି ନାଁରେ କିଛି ଅଭିଯୋଗ ରହିଛି? ନାଇଁ ସେଇ ଅଭିଯୋଗ ଏବେ ତଦନ୍ତ ପରିସରଭୁକ୍ତ ହେଉଛି। ଆଉ ଯାହା ଆପଣ ପଚାରୁଛନ୍ତି ଯେହେତୁ ତଦନ୍ତ ସରିଲା ପରେ ଆଉ ଯାହା ଜିନିଷ ଯଦି ଜଣାପଡ଼ିବ ସେମିତି ଆପଣଙ୍କୁ ଜଣାଇବି। ପୁଲିସ ତାକୁ ରିମାଣ୍ଡରେ ଆଣିବ କି ଆଉ ଥରେ ରିମାଣ୍ଡରେ ଆଣିକି ତଦନ୍ତ କରିବ? ଯଦି ସେମିତି କିଛି ଅଧିକା ଇନଫର୍ମେସନ୍ ଆମ ପାଖକୁ ଆସିଲା ଦରକାର ପଡ଼ିଲେ ତାହେଲେ ରିମାଣ୍ଡରେ ଆସିପାରିବ। ଟାଇମ୍ ବାଉଣ୍ଡ କ'ଣ କିଛି ରଖିବାର ଯଦି ସେ ନ ନାଇଁ ସେଇଥିପାଇଁ ତ କେସ୍ ହେଇଛି ଯେ ଯେହେତୁ ସୁଧ ଦେଉଥିଲେ ଏବଂ ସୁଧକୁ ପଇସା ଗରିବ ଲୋକ ଦେଇପାରୁନଥିଲେ ଟାଇମ୍ ଟୁ ଟାଇମ୍। ଆଉ ଯଦି ବି ଗୋଟେ ଲୋକ ଦେଉଥିଲା ସୁଝି ଦେଉଥିଲା ସେ ତାଙ୍କ ଗାଡ଼ି ଫେରାଇବା ପାଇଁ ତାକୁ ହଇରାଣ ହରକତ କରୁଥିଲେ ସେଇଥିପାଇଁ ତ ଲୋକଙ୍କ ଅଭିଯୋଗ ହେଇଥିଲା ଇନଫର୍ମେସନ୍ ଥିଲା। ଜମି ଅଛି, ଜମି ଘର ଅଛି। ଆଗରୁ କମ୍ପ୍ଲେନ୍ ହେଇଥିଲା। ସେଇଆ ମୁଁ କହିବାକୁ ଚାହୁଁଛି ଯଦି ସେ ଲୋକଙ୍କ ନଜରରେ ଆଉ କିଛି ଏଇ ଟାଇପ୍ର କିଏ ସୁଧ ଠକେଇ କରିବା ପାଇଁ ଅଧିକା ସୁଧ ହାରରେ ଲୋନ୍ ଦେଉଛନ୍ତି ପଇସା ଦେଉଛନ୍ତି ଧାର ତାହେଲେ ସେ ଆମକୁ ଜଣେଇଲେ ଆମେ ଅନୁସାରେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଏଇ ଗୋଟେ ଲୋକ ନାଁରେ ଏଇ ଲକ୍ଷ୍ମଣ କୁମାର ପାଣି ନାଁରେ ଏଭିଡେନ୍ସ ଅଛି ଏବଂ ପରବର୍ତ୍ତୀ ସମୟରେ ଯଦି ଆଉ କେଉଁଠି ଜଣାପଡ଼ିବ ଆଉ କେଉଁଠାରେ ସାମିଲ ଅଛନ୍ତି ସେମାନଙ୍କ ବିରୁଦ୍ଧରେ ବି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।